ଏହା ଅତ୍ୟନ୍ତ ଦୁଃଖପୂର୍ଣ୍ଣ ସମ୍ବାଦ। ଶ୍ରମିକମାନେ ହେଲେ ମେରୁଦଣ୍ଡ, ସମାଜର ମେରୁଦଣ୍ଡ। ଶ୍ରମିକମାନଙ୍କୁ ନେଇ ସମାଜ ଉପରକୁ ଉଠିଥାଏ। ତେଣୁ ସମ୍ପୂର୍ଣ୍ଣ ସଭ୍ୟତା ସମାଜ ଶ୍ରମିକମାନଙ୍କ ଉପରେ ଡିପେଣ୍ଡ କରିଥାନ୍ତି, ନିର୍ଭର କରିଥାନ୍ତି। ତେଣୁ ଶ୍ରମିକମାନଙ୍କୁ ସରକାର ଯେଉଁଭଳିଆ ଭାବେ ହଇରାଣ କରୁଛନ୍ତି ଏଭଳି ଭାବେ କରିବା ଅନୁଚିତ। ଶ୍ରମିକମାନଙ୍କୁ ପ୍ରତି କୋହଳ ମନୋଭାବ ସରକାର ପରିପୋଷଣ କରିବା କଥା। ତା ପରିବର୍ତ୍ତେ ତାଙ୍କ ଉପରେ ସେ ଅନ୍ୟାୟ କରୁଛନ୍ତି। ଯେଉଁ 8 ଘଣ୍ଟାରୁ 12 ଘଣ୍ଟା କାଳ ଯେଉଁ ବଢ଼େଇ ଦେଇଛନ୍ତି, ଶ୍ରମିକ ମାରଣ ନୀତି କହିଲେ ଅତ୍ୟୁକ୍ତ ହେବନି। ସେଥିପାଇଁ ସବୁ ଓଡ଼ିଶାର ଜନସାଧାରଣଙ୍କଠୁ ଆରମ୍ଭ କରି ଶ୍ରମିକ ଭାଇମାନେ ସେମାନେ ଉତ୍କ୍ଷିପ୍ତ ଏବଂ ସେମାନେ ଅସନ୍ତୁଷ୍ଟ ପରିପ୍ରକାଶ କରୁଛନ୍ତି ସରକାରଙ୍କ ଉପରେ। ସେଥିପାଇଁ ସେମାନେ ତାଙ୍କର ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରୁଛନ୍ତି। ମୁଁ ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ମହୋଦୟଙ୍କୁ ଧନ୍ୟବାଦ ଦେବି। ଆଇଏନ୍ଟିୟୁସିର ସଭାପତି, ଭାରତବର୍ଷର ସେ ଉପସଭାପତି ଅଛନ୍ତି। ତାଙ୍କ ନେତୃତ୍ୱରେ ବିଧାନସଭା ସମ୍ମୁଖରେ ଶ୍ରମିକ ଭାଇମାନେ ଧାରଣାରତ ଅଛନ୍ତି। ନିଶ୍ଚିତ ଭାବେ ଆଇଏନ୍ଟିୟୁସି ଶ୍ରମିକ ଭାଇମାନଙ୍କୁ ନେଇ ଆନ୍ଦୋଳନ କରିଛି ଆଉ ବହୁତ ଖୁସିର କଥା ଏବଂ କୃତଜ୍ଞତା ଜ୍ଞାପନ କରୁଛି। ଏବଂ ସରକାରଙ୍କ ବିରୁଦ୍ଧ ଯେଉଁ ମାରଣ ନୀତି କରୁଛନ୍ତି ସରକାରଙ୍କୁ ସମାଲୋଚନା କରୁଛି। ସେ ଏଭଳିଆ ଏଥିରୁ କ୍ଷାନ୍ତ ରୁହନ୍ତୁ ଏବଂ ଆଉ ଯେଉଁ ମଜଦୁର ସଂଘମାନେ ଅଛନ୍ତି ସେମାନେ ବି ଶ୍ରମିକମାନଙ୍କ ପ୍ରତି କରିବେ, ତାଙ୍କ ପାଇଁ ବି ମୁଁ ସ୍ୱାଗତ କରୁଛି। ସେମାନେ ବି ଶ୍ରମିକ ଭାଇମାନଙ୍କୁ ଆନ୍ଦୋଳନ କରନ୍ତୁ ଏବଂ ଆମର କଂଗ୍ରେସ ଦଳ ଶ୍ରମିକ ଭାଇମାନଙ୍କ ପ୍ରତି ଅନୁକମ୍ପ ପରିପ୍ରକାଶ କରିଛି ଏବଂ ଆମର ଭକ୍ତଚରଣ ଦାସ ମହୋଦୟ ଓଡ଼ିଶାର ସଭାପତି ଏବଂ ଯେଉଁ ନେତୃମଣ୍ଡଳ ଅଛନ୍ତି, ଶ୍ରୀକାନ୍ତ ଜେନା ମହୋଦୟ ହୁଅନ୍ତୁ, ନିରଞ୍ଜନ ପଟ୍ଟନାୟକ ମହୋଦୟ ହୁଅନ୍ତୁ, ସେମାନେ ବି ଶ୍ରମିକ ଭାଇମାନଙ୍କ ପାଇଁ କର୍ମ କରିବାକୁ ରାଜି ଅଛନ୍ତି। ଶ୍ରମିକ ଭାଇମାନେ ତାଙ୍କ ସହିତ ଆଲୋଚନା ବିରାମର୍ଶ କରି କଲେ ସେମାନେ ବି ସାହାଯ୍ୟ କରିବେ। କିନ୍ତୁ ବର୍ତ୍ତମାନ ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ ଶ୍ରମିକମାନଙ୍କର କଂଗ୍ରେସ ଦଳ ତରଫରୁ ଶ୍ରମିକମାନଙ୍କ ପାଇଁ ନେତୃତ୍ୱ ନେଉଛନ୍ତି ଏବଂ ତାଙ୍କର କାର୍ଯ୍ୟକ୍ରମ ସେ ଜାରି ରଖିଛନ୍ତି। ସେଥିପାଇଁ ଧନ୍ୟବାଦ କୃତଜ୍ଞତା ଜ୍ଞାପନ କରୁଛି ଏବଂ ସରକାରଙ୍କୁ ମୁଁ ସମାଲୋଚନା କରୁଛି, ସରକାର ନିନ୍ଦା କରୁଛି। ସେ ହୁଏ ସରକାର ଯାହା କହେ ସେ କରିପାରନ୍ତିନି। ଯେତେବେଳେ କରିପାରନ୍ତିନି ପରିସ୍ଥିତି ପାଇଁ କରିପାରନ୍ତିନି, ଯେତେବେଳେ କରିପାରନ୍ତିନି ସେମାନେ ମୌନ ରୁହନ୍ତି। ସମୟ ଥିଲା ଏଇ ଶ୍ରମିକମାନଙ୍କ ପାଇଁ ମୋହନ ମାଝୀ ମହୋଦୟ ସେ ସେତେବେଳେ ଶ୍ରମିକମାନଙ୍କ ପାଇଁ କଥା ଉଠାଉଥିଲେ। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ, ବର୍ତ୍ତମାନ ତାଙ୍କର ସ୍ଥିତି ଅଲଗା, ତାଙ୍କ ଦଳର ଷ୍ଟ୍ରାଟେଜି ଅଛି। ତେଣୁ ସେ ସେଥିପାଇଁ ଏ ଯେଉଁ ଦୋମୁହାଁ ନୀତି ବର୍ତ୍ତମାନ ସେ ଶ୍ରମିକଙ୍କ ପ୍ରତି ସେ ତାଙ୍କର ମାରଣ ନୀତି ଅବଲମ୍ବନ କରିଛନ୍ତି। ତେଣୁ ସେଥିରୁ ସେ କ୍ଷାନ୍ତ ରହିବା ଉଚିତ। ତେଣୁ ଏଇଭଳି ଆନ୍ଦୋଳନ ଚାଲିବ, ସବୁ ଦଳ ଆନ୍ଦୋଳନ କରିବେ, ବିରୋଧୀ ଦଳ ଆନ୍ଦୋଳନ କରିବେ, ଶ୍ରମିକ ଭାଇମାନେ ଆନ୍ଦୋଳନ କରିବେ। ସମୟ ଆସିବ ସରକାର ଏଥିରୁ ନିବୃତ୍ତ ରହିବାକୁ ବାଧ୍ୟ ହେବେ।